ରାବଣ ବ୍ରାହ୍ମଣ ହୋଇ ବି ଅସୁର ହୋଇଯାଇଥିଲା ଏବଂ ଶବରୀ ବନବାସୀ ହୋଇ ବି ଦେବୀ ପାଲଟି ଯାଇଥିଲା। ଜନ୍ମ ନୁହେଁ, କେବଳ ନିଜ କର୍ମ ଦ୍ୱାରା ହିଁ ମଣିଷର ଭାଗ୍ୟ ବଦଳିଥାଏ। ତେଣୁ ଜୀବନରେ ସବୁବେଳେ କେବଳ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ। ଯେଉଁ ମଣିଷ ସବୁବେଳେ ଆପଣଙ୍କୁ ଖରାପ ବାଟକୁ ଯିବା ପାଇଁ ମନା କରୁଛି, ସବୁବେଳେ ଆପଣଙ୍କୁ ଭଲ ବାଟକୁ ଆଣିବା ପାଇଁ ଚେଷ୍ଟା କରୁଛି, ସେହି ମଣିଷକୁ କେବେ ବି ନିଜଠାରୁ ଦୂରେଇ ଦିଅନ୍ତୁ ନାହିଁ। କାହିଁକି ନା କଲରା ଭରି ପିତା କଥା କହୁଥିବା ଲୋକମାନେ ହିଁ ବିପଦ ବେଳେ କାମରେ ଆସିଥାନ୍ତି। ସବୁବେଳେ ମହୁ ପରି ମିଠା କଥା କହୁଥିବା ଲୋକମାନେ ବିପଦ ସମୟରେ ଦେଖା ଦିଅନ୍ତି ନାହିଁ। ଯିଏ ଆପଣଙ୍କୁ ବିନା କାରଣରେ ବାରମ୍ବାର ପ୍ରଶଂସା କରୁଛି, ତାଠାରୁ ସର୍ବଦା ଦୂରେଇ ରୁହନ୍ତୁ। ମନେ ରଖିଥାନ୍ତୁ, ଆବଶ୍ୟକତା ଠାରୁ ଅଧିକ ପ୍ରଶଂସା କରୁଥିବା ବ୍ୟକ୍ତିମାନେ ସାପଠାରୁ ବି ଅଧିକ ଭୟଙ୍କର ହୋଇଥାନ୍ତି। ତେଣୁ ସବୁବେଳେ ଏହି ପ୍ରକାର ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ।